ଜାଣିଛ ମା ମନେ ଆଉ ସୁଭଦ୍ରା ଟଙ୍କା ଆଉ ମିଳିବନି। କାହିଁକି ଜାଣିଛ? ଆଜି ରାତିରେ ମତେ ସ୍ୱପ୍ନ ଆଇଥିଲା। ସେ ସ୍ୱପ୍ନରେ ମୋଦି ବାବୁ କଣ କହିଲେ ଜାଣିଛ? ଆରେ ଜଗା, ସୁଭଦ୍ରା ଟଙ୍କା ଆଉ ମୁଁ ଦେଇପାରିବିନି। ତ ମୁଁ କଣ ପଚାରିଲି ଜାଣିଛ? ହଇଓ ସରକାର, ତମେ ଆମ ଓଡ଼ିଶା ମା ମାନଙ୍କୁ କହିଲ ଯେ 5,000 ଟଙ୍କା ନାଖେ ପଠେଇବ। ସେମାନେ କଣ କଲେ ନା ଆଶା କରିଲେ ହଁ ଆମ ମୋଦି ବାବୁ 5,000 ଟଙ୍କା ପଠେଇବେ, ବର୍ଷକୁ 10,000, 5 ବର୍ଷକୁ 50,000 ପଠେଇବେ। ତ ଏବେ ତମେ କହୁଛ ମୁଁ ଆଉ ପଠେଇ ପାରିବିନି। କାହିଁକି ଏମିତି କରୁଛ? ତମେ ଯୋଉଟା କହୁଛ ସେଟା କରିପାରୁନ। ଆରେ ତମେ କହିଥିଲ କି ନାଇଁ ମତେ ଭୋଟ ଦିଅ, ମୁଁ 300 ୟୁନିଟର ଇଲେକ୍ଟ୍ରିକ ବିଲ୍ ଫ୍ରି କରିବି? କରିଲ? କରିଲ କି? କାହିଁ ଗୋଟେ ମତେ କଥା କୁହ, କରିଲ କି ଫ୍ରି? କରିନ। ଆଉ ତମେ ଏବେ 5,000 କହିଲ ମା ମାନଙ୍କୁ ଦବ 5,000, 5,000 ଦେଲ, ଦେଇପାରୁନ। ତମେ ଯଦି 5,000 ଟଙ୍କା ଦେଇପାରିବନି ଆଉ 5 ବର୍ଷ ତକ, କି ଆଉ 5 ବର୍ଷ ଆଇବ କି ନି, ଭୋଟ ତ ଆସିବ। ଆଉ ଭୋଟ ମାଗି ଆସିବ, ଆମେ ଦେବୁ, ନାମ ନବ। ଆମେ ଦେବୁନି, ଆମେ ବିଜେଡିକୁ ଭୋଟ ଦେବୁ। କାହିଁକି ନା ବିଜେଡି ବହୁତ କିଛି କାମ କରିଥିଲେ।